ଶିବ ତ ଶିବ। ହଁ ଆରେ ଶିବ ଅର୍ଥ କଲ୍ୟାଣ। କଲ୍ୟାଣ ତମେ କରୁଛ ଶିବହୀନ। ଶିବହୀନ ଯଜ୍ଞ ବୋଲେ କଲ୍ୟାଣହୀନ ମଙ୍ଗଳହୀନ ତାକୁ ଯଜ୍ଞ କୁହାଯିବ ନାହିଁ। ମାନେ ତା ଦ୍ୱାରା କ୍ଷତି ହବ। ତାମାନେ କଣ ତମେ କହୁଛ କଣ? ଏ ଯଜ୍ଞ ପରିବର୍ତ୍ତନ କର। ଯଜ୍ଞ ପରିବର୍ତ୍ତନ ହବନି। ମୁଁ ବିଶ୍ଵ ଶାନ୍ତି ଯଜ୍ଞ କର। ମୁଁ ମନସ୍ଥ କରିଛି ମାନେ ଶିବହୀନ ମୁଁ ଯଜ୍ଞ କରିବି ନିଶ୍ଚିତ। କରିବି ଯଜ୍ଞ। ଆମେ ରହିବୁନି। ତମେ ରହିବନି? ଗୌତମ ଅସିତ ଦେବଳ ଆସ। ଶୁଣ 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 କୁଆଡେ ଯାଉଛ? କୁଆଡେ କୁଆଡେ ଯାଉଛ? ବସ। କୁଆଡେ ଯାଉଛ? କୁଆଡେ ଯାଉଛ? କୁଆଡେ କୁଆଡେ ଯିବୁ? ଏଠି ବା ରହିବୁନି, ଯଜ୍ଞ କରିବୁନି। ଏ ଯଜ୍ଞ ତମେ କରିବନି? ନା ଯଜ୍ଞ କରିବନି? ନା। ତମେ ତାହେଲେ ଯାଅ, ମୁଁ ଅନ୍ୟ ବାମୁଣ ଡାକି ଯଜ୍ଞ କରିବି। କାହାକୁ ଡାକିବୁ? ଅନ୍ୟ ବାମୁଣ ଡାକି ଯଜ୍ଞ କରିବି। ଅଭାବ ଅଛନ୍ତି ବାବୁ। ଯାଅ। ଅବଶ୍ୟ ଦକ୍ଷ ଯଜ୍ଞ କଲେ, ହେଲେ ଅନ୍ୟ ବ୍ରାହ୍ମଣ କିଏ? କୋଉ ଅନ୍ୟ ବ୍ରାହ୍ମଣକୁ ଡାକିଲେ? ନିଜ ଭାଇ କି ଡାକିଲେ, ଆଉ କାହାକୁ ଡାକି ପାରିଲେ? ଭାଗବତ ଭାଗବତ ଓଡିଆ ଭାଗବତ ଜଗନ୍ନାଥ ଦାସ କହିଲେ ଭୃଗୁଙ୍କୁ କଲେ ପୁରୋହିତ ସଙ୍ଗେ ଘେନିଳ ମୁନି ସନ୍ଥା ସଙ୍ଗେ ଘେନିଳ ମୁନି ସନ୍ଥା ସଙ୍ଗେ ଘେନିଳ ମୁନି ସନ୍ଥା କହିଲେ ଭୃଗୁଙ୍କୁ ପୁରୋହିତ କଲେ। ସଙ୍ଗରେ ମୁନି ସନ୍ଥଙ୍କୁ ନେଇ ସଯଜ୍ଞ ବୃହସ୍ପତି ନାମ ଶୁଣିଲେ ଯଜ୍ଞ କଉତମ ଶୁଣିଲେ ଯଜ୍ଞ କଉତମ ଶୁଣିଲେ ଯଜ୍ଞ କଉତମ। ସେ ଯଜ୍ଞର ନାଁ କଣ? କଣ? ବାହାସ୍ପତ୍ୟ। କିନ୍ତୁ ଧର୍ମଗ୍ରନ୍ଥ ଷ୍ଟୋର ଯୋଉ ଭାଗବତ ଲେଖିଛି ସେଥିରେ ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ସେ ଯଜ୍ଞ ବାଜପେୟ ନାମ ଲେଖା ହେଇଛି। କିନ୍ତୁ ଆପଣ ପ୍ରକୃତ ସଂଶୋଧିତ ଭାଗବତ ଦେଖନ୍ତୁ, ପୋଥିରୁ ଉତ୍ତରା ହେଇଛି। ଆମର କୋଉଠି ଅଛି? ସାହିତ୍ୟ ଏକାଡେମୀରେ ଅଛି, ଗୀତା ପ୍ରେସରେ ଅଛି। ସେଥିରେ ଲେଖା ହେଇଛି ସେ ଯଜ୍ଞ ବାହାସ୍ପତ୍ୟ ନାମ ଶୁଣିଲେ ଯଜ୍ଞ କଉତମ ଶୁଣିଲେ ଯଜ୍ଞ କଉତମ ଶୁଣିଲେ ଯଜ୍ଞ କଉତମ। ସେ ଯଜ୍ଞର ନାଁ ହଉଛି ବାହାସ୍ପତ୍ୟ ଯଜ୍ଞ। ଯୋଉଥିରେ ଯଜମାନର କ୍ଷତି ହୁଏ ତାକୁ ବାହାସ୍ପତ୍ୟ ଯଜ୍ଞ କହନ୍ତି। ବାବୁରେ ଏ ଯଜ୍ଞ ଚାଲିଛି, ଯଜ୍ଞକୁ ସମସ୍ତେ ଆସୁଛନ୍ତି, ନିଜର ବନ୍ଧୁ ବାନ୍ଧବ ବି ଆସୁଛନ୍ତି। ସେ ବନ୍ଧୁ ବାନ୍ଧବ ଭିତରେ ଦକ୍ଷଙ୍କର ପ୍ରିୟ ବନ୍ଧୁ କିଏ? ତାଙ୍କର ଝିଅ ମାନେ ଆକାଶ ଦେଶରୁ ଆସୁଛନ୍ତି। ବାବୁରେ ଏଇ ଝିଅ ମାନେ ଆକାଶ ଦେଶରେ ଆସୁଛନ୍ତି। ଲଲାଟ କିଏ? ସେ ଝିଅ 27 ନକ୍ଷତ୍ର ବିମାନ ଉପରେ ବସି ଆକାଶ ଦେଶରେ ଯେତେବେଳେ ଆସୁଛନ୍ତି, ବାବୁ ହେଲା କଣ? ଲକ୍ଷ୍ୟ ଦିଅନ୍ତୁ, ଏ କଥାଟା ଯାଇକି ସ୍କାନରେ ପଡିଲା। କାହାର? ଗୋଟାଏ ପଦ ପଢିବା। କବି କିଏ? କୃଷ୍ଣ ପ୍ରସାଦ ବସୁ। କହିଲେ ଦିବି ପଥେ ଗତି କଲା ବେଳେ ଗତି ଆରେ ଦିବି ପଥେ ଗତି କଲା ବେଳେ ଗତି ମହିଷ ଦାୟିତ୍ୱ ଭଜିଲି ରେ ମହିଷ ଦାୟିତ୍ୱ ଭଜିଲି ରେ
ପୁଅ ଆକାଶ ଦେଶରେ ହଁ 27 ନକ୍ଷତ୍ର ହଁ ଆଜି ଯାଉଛନ୍ତି। ବସିଛନ୍ତି କିଏ ସତୀ ସତୀ ବିଲୋକେ ବ୍ୟୋମେ ବିମାନା ଜାତ ତଲେ ସୁନ୍ଦର ବିଧି ନାନା। ସତୀ ବସି ଦେଖୁଛନ୍ତି ଆକାଶ ଦେଶରେ ଦିବ୍ୟ ବିମାନ ଗୁଡାକ ଯାଉଛନ୍ତି। ଜାତ ତଲେ ସୁନ୍ଦର ବିଧି ନାନା ଅତି ସୁନ୍ଦର ଭାବରେ ଯାଉଛନ୍ତି। ବାବୁ ବିଷ୍ଣୁ ବିରଞ୍ଚି ଶଙ୍କର ବିହାଇ ଚଲେ ସକଳ ସୁର ଜାନବ ନାହିଁ। ଆକାଶ ଦେଶରେ କିଏ ବିଷ୍ଣୁ ବିରଞ୍ଚି ବିଷ୍ଣୁକୁ ଛାଡି ବିରଞ୍ଚି ବ୍ରହ୍ମାଙ୍କୁ ଛାଡି ଶଙ୍କରଙ୍କୁ ଛାଡି ଆଉ ସମସ୍ତଙ୍କ ବିମାନ ଯାଉଛି। କିନ୍ନର ନାଗ ଯକ୍ଷ ଗନ୍ଧର୍ବ ବିଧୁନ ସಮೇତ ଚଲେ ସର ସର୍ବ ସମସ୍ତେ ଯାଉଛନ୍ତି। କେବଳ ଯାଉନାହାନ୍ତି ବିଷ୍ଣୁ ଯାଉନାହାନ୍ତି ବ୍ରହ୍ମା ଯାଉନାହାନ୍ତି ଶିବ। ବାବୁ ଏ ତ ଶିବଙ୍କୁ ନିମନ୍ତ୍ରଣ ହେଇନି। ଇଏ ଦି ଜଣ କାହିଁ ଯାଉନାହାନ୍ତି? କଣ ପାଇଁ ନା ଯେହେତୁ ଶିବଙ୍କୁ ଡକା ଯାଇନି ତେଣୁ ବ୍ରହ୍ମା ଯାଉନାହାନ୍ତି କି ବିଷ୍ଣୁ ଯାଉନାହାନ୍ତି ଆଉ ସମସ୍ତେ ଯାଉଛନ୍ତି। କହୁନାହାନ୍ତି ହଁ କହନ୍ତୁ। ହଁ ହଁ ସଂକଳ୍ପରେ ପ୍ରଥମେ ଶିବଙ୍କୁ ନମସ୍କାର କରି ତାଙ୍କର ଆଶୀର୍ବାଦ ପାଇଲା ପରେ ତ ଅନ୍ୟ କାର୍ଯ୍ୟ କରିବ ନା। ନାଇଁ 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 ସଂକଳ୍ପ ହବ ଯୋଉ ଆପଣ ସଂକଳ୍ପରେ ଶିବ ସଂକଳ୍ପ ମସ୍ତୁ ସେଇଥିପାଇଁ କହୁଛନ୍ତି ସେ କଣ ନା ଶିବ ନାଇଁ ସେଇଟା ଶିବ ଅର୍ଥ ମଙ୍ଗଳ ମଙ୍ଗଳ ସଂକଳ୍ପ ଅସ୍ତୁ ବୋଲି କୁହାଯାଏ। ଯଜାଗ୍ରତ ଦୂର ମୁଦଇତି ଅର୍ଥ କଣ କୁହନ୍ତୁ? ଅଛନ୍ତି ଆପଣଙ୍କର ଶିବ ଆପଣଙ୍କ ସଂକଳ୍ପ ଶିବମୟ ହଉ ମଙ୍ଗଳମୟ ହଉ ଏଇ ଅର୍ଥରେ ଲେଖା ଯାଇଛି ବେଦ ମନ୍ତ୍ରଟା। କିନ୍ତୁ ଯଜ୍ଞରେ ଶିବଙ୍କର ଆସ୍ଥାନ ରହିବା ଦରକାର କିନ୍ତୁ ଇଏ ରଖି ନାହାନ୍ତି। ସେଇ କଥା ଉପରେ ତ ଯାଉଛି ଆପଣ ଆଗକୁ ରହିଲେ ଦେଖିବେ। ହଁ ଠିକ ଅଛି ଆପଣ ପଚାରୁଛନ୍ତି। ଏ ପୁଅ କଣ କହିଲେ? ପ୍ରକୃତ ବନ୍ଧୁ ପରା ଯେ ବ୍ୟସନ ଏବଂ ଦୁର୍ଭିକ୍ଷ ହଁ ଆଜ୍ଞା ହଁ 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 ସେଇଟା ମାନେ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବ ଯୋଉଟା ସେଇଟା ଶ୍ଲୋକଟା ପରା। ହଉ ହଁ 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 ଆଚ୍ଛା ଆଚ୍ଛା ହଉ 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 ଠିକ ଅଛି। ଏ ପୁଅ ଆଜି ଆକାଶ ଦେଶରେ ଏମାନେ ଆସୁଛନ୍ତି। ଯେତେବେଳେ ଏମାନେ ସମସ୍ତେ ଆସୁଛନ୍ତି ହେଇଛି କଣ ନା ଚନ୍ଦ୍ରଙ୍କର ଝିଅ ମାନେ ଆସୁଛନ୍ତି। ଚନ୍ଦ୍ରଙ୍କର ସ୍ତ୍ରୀ ମାନେ ଏବଂ ଦକ୍ଷଙ୍କର ସିଏ ହଉଛନ୍ତି ଆପଣ ପାଟି କଲେ ତ ମୋ ମାନସିକ ସ୍ତର ଆପଣଙ୍କ ଆଡିକି ଯିବ। ଆପଣ ପଚାରିଲେ ମୋର ଦୁଃଖ ନାହିଁ କିନ୍ତୁ ପାଟି କଲେ ମୋ ମାନସିକ ସ୍ତରଟା ଆପଣଙ୍କ ଆଡିକି ଯିବ। ଏ ପୁଅ ତେଣୁ ଦକ୍ଷଙ୍କ ଝିଅ ଚନ୍ଦ୍ରଙ୍କ ସ୍ତ୍ରୀ ଆସୁଛନ୍ତି ଆକାଶ ଦେଶରେ। ଆସିଲା ବେଳେ କଣ ବାଟରେ କୈଳାସ ପର୍ବତ ପଡିଲା ନାଇଁ ଏଇ କୈଳାସ ପର୍ବତ ଯୋଉ ପଡିଲା ସେଇ କୈଳାସ ପର୍ବତରେ ରହିଛନ୍ତି ମା ଶକ୍ତି ଏବଂ ଶିବ ତାଙ୍କ ଡମ୍ବରୁଟା ବାଜିଛି। ଆଲୋ ନାନୀ ମାନେ କିଲୋ
କଥା କେତେ କାରଣରେ ମୋରି ଗୁହରେ ତମ ପାଦ ସିନା ପଡ଼ି ନ ଗଲାଲୋ ନାନୀ। তুমি যা ହେଇଛି ସତୀ ହଁ ଆଲୋ କଣ ପ୍ୟାଣ୍ଟ ସାର୍ଟ ପିନ୍ଧୁନୁ ଜିଆ ସତୀକି ଦେଖି ସମସ୍ତେ ଆଲିଙ୍ଗନ କଲେ କହିଲେ ସତୀ ଜଣେ ଜଣେ ଉଠାଇ ଗଣ୍ଡେ ଦେଲେ କୁମ୍ଭନ। ଲେଖି ଯୋଗେ ଆସିଲା ଏ ପୁଅ ସତୀ ଜଣେ ଜଣେ ଉଠାଇ ଗଣ୍ଡେ ଦେଲେ ଚୁମ୍ବନ। ଚୁମ୍ବନ ଟାକୁ ଆଙ୍କି ଦେଇଛନ୍ତି ନାଇଁ। ଆଚ୍ଛା କହିଲେ କି ଯୋଗେ ଆସିଲ କଣ ପାଇଁ ସତୀ ପଚାରିଲେ କହିଲେ ଆଜି ମନେ ପଡେ ସେଦିନ ଜନନୀ କୋଳ କଥା। ନା କଣ ନାରାୟଣ ସନ୍ତୋଷ ବାବୁଙ୍କର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ ଏକ ବାର। ହରି ବୋଲ ହରି ବୋଲ ହରି ବୋଲ। ଏ ପୁଅ ସତୀ ପଚାରିଲେ କହିଲେ ଆଜି ମନେ ପଡେ ସେଦିନ ଜନନୀ କୋଳ କଥା। ଏ କଳି କୋଳାହଳ ଶୈଶବ ଶୁଣି ଦିଅ ବ୍ୟଥା। କହିଲେ ଆଜି ମନେ ପଡୁଛି ସେଦିନ ଜନନୀର କୋଳ କଥାଟା। କଳି କୋଳାହଳ ଶୈଶବ ସ୍ମୃତି ଦିଅଇ ବ୍ୟଥା। କଳି କୋଳାହଳ ମା ପାଖରେ ଥିଲା ବେଳେ ବାପାଙ୍କ ପାଖରେ ଥିଲା ବେଳେ ଆମେ ସମସ୍ତେ କଳି କରୁଥିଲେ ନାଇଁ। ସେଗୁଡାକ ଆଜି ମନେ ପଡୁଛି। ସତେ କି ସେ ଭାଗ୍ୟ ହୋଇବ ଶୁଣି ହୋଇବୁ ଠୁଳ। ପ୍ରଜାପତିଙ୍କର କରିବୁ ସତେ ବକ୍ଷ ଶୀତଳ। ବାବୁରେ ପ୍ରଜାପତିଙ୍କର କରିବୁ ସତେ ବକ୍ଷ ଶୀତଳ। ମନେ ପଡି ଯାଉଛି। ଏଇଭଳି ଭାବରେ ଆଜି ଏଇ ସତୀ ଯେତେବେଳେ ଏତିକି କହିଦେଲେ କହିଲେ କାହିଁକି ହବନି ଯଜ୍ଞ ପରା ଚାଲିଛି। ଯଜ୍ଞ ଚାଲିଛି ଆମେ ଯାଉଛୁ। କଣ କହିଲ? ଯଜ୍ଞ ଚାଲିଛି। କିଏ କରୁଛନ୍ତି ଯଜ୍ଞ? କିଏ କରୁଛନ୍ତି ଯଜ୍ଞ ବା? କିଏ କରୁଛନ୍ତି? ଆମ ବାପା। ନାନୀ କଣ କହିଲ? ଆମ ବାପା ଯଜ୍ଞ କରୁଛନ୍ତି। ବାପା ତମେ କଣ ସେ ଯଜ୍ଞ ଟାକୁ ଯାଉଛ? ଯଜ୍ଞ ପାଖକୁ ଯାଉଛ ତମେ? କାଇଁ ମୁଁ ତ ଏ କଥା ଜାଣିନି। ମାନେ ମୁଁ ତ ଏ କଥା ଜାଣିନି। ଆରେ ତୋ ପାଖକୁ ତ ଆଗ ନିମନ୍ତ୍ରଣ ଆସିବା କଥା। ନାଇଁ ସେମିତି କିଛି ନାହିଁ। ମୋ ପାଖକୁ ତ ନିମନ୍ତ୍ରଣ ଆସିନି। ଆସିନି ମୋ ପାଖକୁ ନିମନ୍ତ୍ରଣ। ତୋ ପାଖକୁ ନିମନ୍ତ୍ରଣ ଆସିନି? ନାଇଁ ମୁଁ ତ ଜମା ଜାଣିନି। ନିମନ୍ତ୍ରଣ ଆସିନି ନା। ଆଚ୍ଛା ଆଚ୍ଛା ଓ ବାଉଳା ହେଇଯାଇଥିବ। ଗୋଟେ କାମ କରେ କଣ ଆମ ସାଙ୍ଗରେ ବାପାଙ୍କୁ ଆମେ ପଚାରିବା କାହିଁକି ତତେ ନିମନ୍ତ୍ରଣ ଦେଇନାହାନ୍ତି। ନାଇଁ 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 ତମେ ଯାଅ। କହିଲେ ତମେ ନିମନ୍ତ୍ରଣ ପାଇଛ ନା? ନା ମୁଁ ତ ପାଇନି ଯିବି କେମିତି? ମୁଁ କେମିତି ଯିବି? କହିଲେ ତୁମେ ଯିବ ଭକ୍ତି ପାଇବ ସମାଜର ଗୌରବ। ଚକ୍ଷୁଶୀଳ ମତେ ବଚନ ପଦେ ନାହିଁ ସମ୍ଭବ। କହିଲେ ଚକ୍ଷୁଶୀଳ ମତେ ବଚନ ପଦେ ନାହିଁ ସମ୍ଭବ। ତମେ ଯିବ ସମାଜର ଗୌରବ ପାଇବ। ମତେ କିନ୍ତୁ ବଚନ ପଦେ ପ୍ରତ୍ୟେକ କଥା କେହି କହିନାହାନ୍ତି। କହିପାରିବେନି। ନାଇଁ ନା କେହି ମତେ କଥା କହିବେନି।
କାରଣ ମୁଁ ନିମନ୍ତ୍ରଣ ହେଇନି ନା ଗୋଟା ଅନିମନ୍ତ୍ରିତ ବ୍ୟକ୍ତି ପହଞ୍ଚିଲେ ତାକୁ କିଏ ପଚାରିବ? କେହି ପଚାରିବେନି। ଯେଡେ ବଡ ବନ୍ଧୁ ହୁଅ କେହି ପଚାରିବେନି ନା। ସତ୍ୟ ଯେତେବେଳେ ଏତିକି କହିଦେଲେ ମୁଁ ଯିବିନି ତମେ ପଳା, ତମେ ତମର ଯାଅ। ସେମାନେ ପଳେଇଲେ। ଯାଅ ବାପରେ ଆପଣ ଯୋଉ କଥା କହୁଛନ୍ତି ମୋ ଶାସ୍ତ୍ର ଭିତରେ ସିନା ମୁଁ ଯାହା ଲଗେଇବି, ଆପଣ ଏଗୁଡା କହିବି ଆଉ ଆପଣ ତାପରେ ବରମେକ ଗୁଣି ପୁତ୍ର, ଏଠି କଣ ଆବଶ୍ୟକ କହିଲେ? ଏଠି ବରମୂତ୍ର ଗୌଣ ପୁତ୍ର, ଇଏ କଣ ଅଗୁଣି ପୁତ୍ର? ସେଇଥିପାଇଁ ପଚାରିଲେନି? ହଁ ସେଇ କଥା ବା ଆପଣ ଏପର୍ଯ୍ୟନ୍ତ ପାଲା ଶୁଣୁଛନ୍ତି, ଜାଣିପାରିଲେନି କାହିଁକି ପଚାରିଲେନି? ଦକ୍ଷ ଯଜ୍ଞ ସେ ଜୋଇଁ ନମସ୍କାର କଲାନି, ସେ କହିଲେ ଯେ ଇଏ ଅକୁଳାଟା ମୋ ଝିଅ ପାଇଁ ଯୋଗ୍ୟ ନୁହଁ, ଅସୁବିଧା ହେଇଯାଇଛି ସେଇଠି। ଆପଣ ଏତେ ବର୍ଷ କଣ ଆଉ ଶୁଣୁଥିଲେ? ଠିକ ଅଛି ଠିକ ଅଛି। ଏ ପୁଅ ଲକ୍ଷ୍ୟ ଦିଅନ୍ତୁ। କୁହନ୍ତୁ କୁହନ୍ତୁ। ଭଲ କଥା ଗୋଟେ ଶିଖିଛନ୍ତି ଯେ ହେଲେ ସେ ମୋ କଥାରୁ ବାହାରକୁ ପଳଉଛନ୍ତି। ଲକ୍ଷ୍ୟ ଲକ୍ଷ୍ୟ ଦିଅ। ଜାଣିଛନ୍ତି ଏ ପୁଅ ହେଲା କଣ ନା ଯେ କଣ ଆପଣଙ୍କ କଥା ଡିଷ୍ଟର୍ବ କରୁଛି ମତେ। ଏ ହେଲା ଏଠି ପହଞ୍ଚି ଯାଇଛନ୍ତି ସତୀ ଚାଲିଗଲେ, କହିଲେ ତମେ ମାନେ ପଳେଇ ଯାଅ। ମୁଁ ଯିବିନି। ମୁଁ ଯିବିନି ନା। ଆପଣ ମାନେ ପଳେଇ ଯାଆନ୍ତୁ, ଆପଣ ମାନେ ପଳେଇ ଯାଆନ୍ତୁ, ମୁଁ ଯିବିନି ଯେହେତୁ ନିମନ୍ତ୍ରଣ ପାଇନି। ଏମାନେ ପଳେଇଲେ। ତାପରେ ସତୀ କ ମନ ଲାଗିଲାନି ଘରେ, କାହିଁକି ନା ଏକ ଦିଗେ ପତି ଦେବତା ଆମ ଦିଗେ ପିଅର, ଏ ଉଦ୍ବେଗେ ଭିତର ବାହାର ସତୀ ଥରକୁ ଥର, ବାବୁରେ ଉଦ୍ବେଗ ଭିତର ବାହାର ସତୀ ଥରକୁ ଥର। କହିଲେ ଗୋଟାଏ ପଟେ ବାପା, ପିଲାଦିନ ବାପାଙ୍କ ପାଖେ ବଢିଛି, ବାପାଙ୍କ ସ୍ନେହ ପାଇଛି, ବାପାଙ୍କ କଥା ମନେ ପଡୁଛି। ବାପା ଏବେ ବିବାହ ଦେଇଦେଲେଣି, ଆଉ ବାପାଙ୍କ ଅଧିକାର ନାହିଁ, ବର୍ତ୍ତମାନ ସ୍ୱାମୀର ଅଧିକାର। ବାବୁ ମୁଁ ସ୍ୱାମୀଙ୍କ କଥାରେ ଯିବି, ମୋ ସ୍ୱାମୀ କି ନିମନ୍ତ୍ରଣ ହେଇନି, କଣ କରିବି? ମୁଁ ବାପାଙ୍କ କଥା ଚିନ୍ତା କରିବି ନା ସ୍ୱାମୀ କଥା ଚିନ୍ତା କରିବି? କାହା କଥାକୁ ଚିନ୍ତା କରିବି? ଏଇ କଥା ଭାବି ଦାଣ୍ଡ ବାରି ହଉଛନ୍ତି ସତୀ। କାହା କେମିତି ଯିବି? ମନଟା ଲାଗୁନି। ପଣ୍ଡିତେ ମନେ ରଖନ୍ତୁ, ଆପଣ ସୁନାରେ ଛାଇ ଦିଅନ୍ତୁ ନିଜ ସ୍ତ୍ରୀ କି। ତା ବାପ ଘରେ ଉତ୍ସବ ହଉଛି, ତାକୁ ଆପଣ ଛାଡି ନାହାନ୍ତି, ଘର କାମରେ ତା ମନ ଲାଗିବନି? ଲାଗୁନି ମନ, ଖାଲି ଏପଟ ସେପଟ ହଉଛନ୍ତି। ମନେ ପଡିଗଲା, ଲକ୍ଷ୍ୟ ପଡିଗଲା ଶିବଙ୍କର। ଡାକିଲେ ସତୀ। ସ୍ୱାମୀ ସତୀ ସ୍ୱାମୀ ବା କଣ ଦାଣ୍ଡ ବାରି ହଉଛ? ନାଇଁ ସ୍ୱାମୀ, ମୁଁ ଏମିତି ଗୋଟେ ମନ ମାନେ ଗୋଟେ ବୁଲୁଛି ତ, ଏମିତିଆ କିଛି ନାହିଁ। କିଛି ନାହିଁ, ମୁଁ ସେମିତି ଗୋଟେ ବୁଲୁଛି ତ। ନାଇଁ ନାଇଁ, ତମେ ମୁଁ ଦେଖୁଛି ଯାଉ ତ ଦାଣ୍ଡକୁ ବାହାରିକି ସବୁ ହଉଛ, ଏଣେ ତେଣେ ହଉଛ କଣ? ଆରେ ମୋ ଶୋଇବା ସମୟ ହେଇନି, ଚିପିଲଣି କଣ? ସ୍ୱାମୀ ମୁଁ ମୋଡି ଦଉଛି, ଯଦି ମନ ସନ୍ତୋଷ ହଉନି ଆପଣ ଶୋଉନାହାନ୍ତି, ମୁଁ କୁଦି ଦେବି। ଆପଣ ମାନେ ଦେଖିବେ ଯୋଉ ଦିନ ପତ୍ନୀ ମାନଙ୍କର ବିଶେଷ କାର୍ଯ୍ୟ ହାସଲ କରିବାକୁ ଥବ, ସେଦିନ ସ୍ୱାମୀ କି ଟିକେ ଅଧିକା ସେବା କରିବେ। କହିଲେ ସତୀ ଖୋଲିକିରି କହ, ମୁଁ ଶୁଣିବି। ଶୁଣିବ କଣ ହେଇଛି? ନାଇଁ କଥା କଣ? କହିଲେ ପ୍ରଜାପତି ଶ୍ୱଶୁରସ୍ୟ ସାମ୍ପ୍ରତମ୍ ନିର୍ଯାପିତ ଯଜ୍ଞ ମହୋତ୍ସବ ଗିଳ ଭୟଂ ଚ ତତ୍ରାଭିଃ ସ୍ୱରାମ ବାମତେ
ବାବୁରେ ହଁ କହିଲେ ଗୋଟେ କଥା ହଁ ସଂସ୍କୃତ ଭାଗବତ ବାସ୍ ବ୍ୟାସ ହଁ କହିଲେ ପ୍ରଜାପତିଷ୍ଟେ ଶ୍ୱଶୁରସ୍ୟ ସାମ୍ପ୍ରତମ୍ ସାମ୍ପ୍ରତମ ते ଶ୍ୱଶୁର ହଁ ପ୍ରଜାପତି ହଁ ଧୀରେ ସାମ୍ପ୍ରତମ୍ ହଁ ହଁ ବର୍ତ୍ତମାନ ହଁ ଯଜ୍ଞ ମହୋତ୍ସବ କିଳ କିଳ ଗୋଟେ ଯଜ୍ଞ ମହୋତ୍ସବ କରୁଛନ୍ତି କରୁଛନ୍ତି ହୁଁ? ହଁ ବିବୁଧା ବ୍ରଜନ୍ତି ହଁ ସେଠିକି ଦେବତା ମାନେ ଯାଉଛନ୍ତି ଯାଇଛନ୍ତି ପଣ୍ଡିତ ମାନେ ଯାଉଛନ୍ତି ହଁ ଆପଣ ଯଦି କହନ୍ତେ ନା ହଁ ବୟಂ ଚ ତତ୍ରାଭିସରାମ ବାମତେ ଯଦି ଆପଣ କହନ୍ତେ ହଁ ଆମ୍ଭେ ମାନେ ସମସ୍ତେ ଯାଆନ୍ତେ ଏଇଠି କହିଲେ କହିଲେ ଆମ୍ଭେ ମାନେ ଯିବା ହଁ ଶିବ ହସିଲେ କହିଲେ ସତୀ ସ୍ୱାମୀ ଆମ୍ଭ ମାନଙ୍କ କଥା କହୁଛ ହଁ ଆମେ ସମସ୍ତେ ମିଶିକି ଟିକେ ଯିବା ବାପା ନାଇଁ ଯିବାନି ଯିବାନି ନା ସ୍ୱାମୀ ତମେ ଜାଣିନ ହଁ ତମ ବାପା କୋଉ ଯଜ୍ଞ କରୁଛନ୍ତି ତମ ବାପା ହଁ ଗୋଟେ ଯଜ୍ଞ କରୁଛନ୍ତି ହଁ ଯାହାର ନାଁ ହଉଛି ଶିବହୀନ ଯଜ୍ଞ କଣ କହିଲ ସ୍ୱାମୀ ହୁଁ ମୋ ବାପା ଯୋଉ ଯଜ୍ଞ କରୁଛନ୍ତି ସେ ଯଜ୍ଞର ନାଁ ହେଲା ଶିବହୀନ ଯଜ୍ଞ ହଁ ମାନେ ସ୍ୱାମୀ? ମୋତେ ମାରିବା ପାଇଁ ହଁ ତମ ବାପା ଯଜ୍ଞ କରୁଛନ୍ତି ତମକୁ ମାରିବା ପାଇଁ ମୋ ମାରଣ ଯଜ୍ଞ ତମକୁ ମାରଣ ଯଜ୍ଞ ତମ ପାଇଁ ତମେ ମରିବା ପାଇଁ ଯଜ୍ଞ କରୁଛନ୍ତି ହଁ ନନସେନ୍ସ ବାପା ତମେ ଜାଣିଛ କଣ କାହିଁକି ସେ ଯଜ୍ଞ କଲେ କଣ ପାଇଁ ତମ ଜେଜଙ୍କ ଯଜ୍ଞରେ ହଁ ମୁଁ ତମ ବାପାଙ୍କୁ ନମସ୍କାର ହେଲିନି ସେ କଥା କହୁନା ମୁଁ ବାବୁଳା ଧରୁଛି ସ୍ୱାମୀ ହୁଁ ତମର ଏଇଟା ହେଲାଟି ମାନେ କଣ ଖରାପ ହେଲା ନାଇଁ ସିଏ ଝିଅ ଦେଇ ଜଇଁ ପାଇଛନ୍ତି ହଁ ଏତେ ବଡ ସଭାରେ ହଁ ସିଏ ଜ୍ୱାଇଁ ସିଏ ଶ୍ୱଶୁର ହଁ ତମେ ଜ୍ୱାଇଁ ହଁ ତମେ ତାଙ୍କୁ ନମସ୍କାର ହେଲନି ଏ ଦୁନିଆରେ ହଁ କୋଉ ଜୋଇଁ ହଁ। ଶ୍ୱଶୁରକୁ ନମସ୍କାର ହୁଏ ଯେ ମୁଁ ହେଇଥାନ୍ତି କଣ କହିଲ ଆଁ? ମାନେ ଜ୍ୱାଇଁ ମାନେ ଶ୍ୱଶୁରକୁ ନମସ୍କାର ହେବେନି ନା ଏମିତି କଥା ଆମ ଗାଁରେ ନାହିଁ ତମ ଶ୍ୱଶୁର ମାନେ ଜୋଇଁକି ନମସ୍କାର ହେବେ ମୁଣ୍ଡ ଖରାପ କଥା କହୁଛ ତମେ ଆଉ ଆଁ? କଣ କଣ କହିଲ ଶ୍ୱଶୁର ମାନେ ଜ୍ୱାଇଁକି ନମସ୍କାର ହନ୍ତି ହଁ କେମିତି ବା ଶାସ୍ତ୍ର ପଢିଛ ଶାସ୍ତ୍ର ହଁ କୋଉ ଶାସ୍ତ୍ର କହୁନାହାନ୍ତି ମୁଁ କଣ ନ ପଢିଛି ପୁରାଣ ପଢିଛ ହଁ ନୃସିଂହ ପୁରାଣ ପଢିଛ ହଁ ଲେଖିଛନ୍ତି କିଏ ପୀତାମ୍ବର ଦାସ ସେଇଥିରେ ଗୋଟେ ପଦ ଲେଖା ଯାଇଛି କଣ ଲେଖା ହେଇଛି କହିଲେ ଦାନକାରୀ ବୟସରେ ଯେବେ ବଣ ହୁଏ ରହିତା ପ୍ରଣାମ ହେବା ବିଧାନ କଣ କହିଲ କହିଲେ ଦାନକାରୀ ବୟସରେ ଯେବେ ବଡ ହୁଏ ହଁ ଦାନକାରୀ ଅର୍ଥ ଦାତା ଦାତା ଯେ ଦାନ ଦିଏ ଯିଏ ଦାନ ଦିଏ ବୟସରେ ଯେଡେ ବଡ ହଉ ହଁ ଗ୍ରହିତା ଯିଏ ଗ୍ରହଣ କରେ ଯେ ଗ୍ରହଣ କରେ ହଁ ସେ ଯେତେ ଛୋଟ ହଉ ହଉ ବାବୁ ହଁ କିଏ କାହାକୁ ନମସ୍କାର କରିବ ଦାତା ଗ୍ରହିତାକୁ ନା ଗ୍ରହିତା ଦାତାକୁ ନାଇଁ ଦାତା ନମସ୍କାର ଦାତା ଗ୍ରହିତାକୁ ନମସ୍କାର କରିବ ନମସ୍କାର କରିବ ଆଁ? ହଁ ଠିକ ସେଇ ଭଳିଆ ହଁ ତଳପଦରେ ପୀତାମ୍ବର ଦାସ ଲେଖିଲେ କଣ କହିଲେ କହିଲେ ଶ୍ୱଶୁର ଅଟନ୍ତି କନ୍ୟା ଦାନଧାରୀ ଯେଣୁ ଶ୍ୱଶୁର ଦତେ କନ୍ୟା ଦାନଧାରୀ ଯେଣୁ ଗ୍ରହିତା ପ୍ରଣାମ ହେବା ବିଧି ନାହିଁ ତେଣୁ ହେ ବିଧି ନାହିଁ କହିଲେ ଶ୍ୱଶୁର ଅଟନ୍ତି କନ୍ୟା ଦାତା ଦାତା ଶ୍ୱଶୁର କନ୍ୟା ଦାତା ହଁ ବାବୁ
ଗ୍ରହିତା ଜ୍ୱାଇଁ ଜ୍ୱାଇଁ ହଁ କନ୍ୟା ଗ୍ରହଣ କରେ ହଁ ସିଏ ଦାନ ଦିଏ ଇଏ ଗ୍ରହଣ କରେ ଜ୍ୱାଇଁ ଗ୍ରହଣ କର ସେଇଥିପାଇଁ ହଁ। ଯେହେତୁ ଶ୍ୱଶୁର କନ୍ୟା ଦାତା ହୁଁ ଜ୍ୱାଇଁ ଗ୍ରହିତା ହଁ ଜ୍ୱାଇଁ ନମସ୍କାର ହବନି ନା ନା ଦାନ ଦେଲା ପରେ ହଁ। ଶ୍ୱଶୁର ନମସ୍କାର କରିବେ ଜ୍ୱାଇଁକି ଶ୍ୱଶୁର ନମସ୍କାର ହେବେ ଏ ପୁଅ ହଁ। ଖାଲି ସେତିକି ନୁହଁ ଆଉ କଣ ଆଁ? ଆଉ କଣ ପ୍ରତିବର୍ଷ ହଁ ଥରେ ଲେଖା ହଁ ଥରେ ଲେଖାଏ ଜ୍ୱାଇଁ ଆସିବ ଶ୍ୱଶୁର ଘରକୁ ଗୋଟିଏ ଥର ଗୋଟିଏ ଥର ଜମା ଗୋଟିଏ ଥର ଶ୍ୱଶୁର ଘରକୁ ଜ୍ୱାଇଁ ଗୋଟାଏ ଥର ଆସିବ ବର୍ଷକେ ଥରେ ଏ? ମୁଁ ମୋ ଶ୍ୱଶୁର ଘରକୁ ଦିନକୁ 2 ଥର ଲେଖା ଯାଉଛି ବାବୁ ହଁ ଏଇ ଯୋଉ ଶ୍ୱଶୁର ଘରକୁ ଥରେ କାହିଁକି ଆସିବ କାଇଁ ଯୋଉ ଦିନ ଆସିବ ହଁ। ଶ୍ୱଶୁର ସେଦିନ କଣ କରିବେ କଣ ନା ଜ୍ୱାଇଁ ପାଇଁ ପାଣି ଢାଳ ରଖିଥିବେ ହୁଁ ଆସିବା ମାନେ ପାଦ ଧୋଇବେ ହଁ ତାକୁ ଅର୍ଘ୍ୟ ବନ୍ଦାପନା କରି ଘରକୁ ନେବେ ହଁ। ପ୍ରଣାମ କରିକିରି ଏଗୁଡ଼ା କି ଆଜିକାଲି ତ ଜ୍ୱାଇଁ ଦିନେକେ 10 ଥର ଆସୁଛନ୍ତି ହଁ। ଶ୍ୱଶୁର କେତେ ନମସ୍କାର କରିବେ ମୋର ବା ପ୍ୟାଣ୍ଟ ସାର୍ଟ ଦରକାର ହଉନି ମୁଁ ଲୁଙ୍ଗି ପିନ୍ଧିକି ଯାଉଛି ଆଉ ଏ ପୁଅ ଗୋଟାଏ ଏବେ ଗୋଟାଏ କଥା ପାଳନ ହଉଛି କୋଉଟା ବାହାଘର ଦିନ ଶ୍ୱଶୁର ପ୍ରଣାମ ହଉଛନ୍ତି କେତେବେଳେ କେତେବେଳେ? ନା ବାଟ ଭରଣ ବେଳେ ଆରେ ହଁ ଆଁ? ହଁ ହଁ ଗୋଡ ଧୋଇ ସାରିଲା ପରେ ବରଣ କରି ସାରିବା ପରେ ହୁଁ ବୁଢା ଆଙ୍ଗୁଠି ଧରି ହୁଁ ଆଁ? ହଁ। ପୁରୋଧାମ ଆସେ ବୁଢା ଆଙ୍ଗୁଠି ଧରି ଅନୁରୋଧ କରି ହାତ ଯୋଡିକିରି ହୁଁ ନଉଛନ୍ତି କିଏ ନା ଶ୍ୱଶୁର ଶ୍ୱଶୁର କାହିଁକି କାଇଁ ନା ବିଷ୍ଣୁ ଜାମାତାର ମନ୍ୟେ ଆଁ? ବାବୁରେ କନ୍ୟା ହଉଛି ଲକ୍ଷ୍ମୀ କନ୍ୟା ଲକ୍ଷ୍ମୀ ବିଷ୍ଣୁ ଜ୍ୱାଇଁ ହଉଛି ବିଷ୍ଣୁ ବିଷ୍ଣୁ ସେଇଥିପାଇଁ ପ୍ରଣାମ କରେ ହଁ ଶ୍ୱଶୁର ହଁ ମୁଁ ସେଥିପାଇଁ ନମସ୍କାର ହେଲିନି ସେଥିପାଇଁ ନମସ୍କାର ହେଲନି ଆଉ ଗୋଟେ କାରଣରୁ ନମସ୍କାର ହେଲିନି ପୁଣି କଣ କାରଣ ବୋଲେ ଜଳଞ୍ଚ ଜପହସ୍ତମ୍ଚ ଭାବତମ୍ ଧନଗରବିତ ଦେବାଳয়ে ଶୋଭା ମଧ୍ୟେ ଇଏ ନମସ୍କାର ବିବର୍ଜିତ ବାବୁରେ ହଁ ଜଳ ଜଳ ପାଣିରେ ଥିଲା ବେଳେ ଆଜ୍ଞା କେହି କାହାକୁ ନମସ୍କାର ହବନି ପାଣି ଚିଆ ହେଇଯିବ ଜପହସ୍ତ ହଁ ପୂଜା କଲା ବେଳେ ହଁ କେହି କାହାକୁ ନମସ୍କାର ହବନି ନାଇଁ ବାଉଳା ହେଇଯିବ ଧାବତମ୍ ହଁ ଦୌଡ଼ିବା ବେଳେ ହଁ ହଁ ଆପଣ ଯାହାକୁ ନମସ୍କାର କରୁଛନ୍ତି ହଁ ସେ ଧାବତମ୍ ସେ ଦୌଡୁଛନ୍ତି ହଁ ତାକୁ ନମସ୍କାର ହେବେନି ନାଇଁ ସେଟା ସେଟା କାଉଳିଆ ହେଇଯିବ ବାବୁ ସିଏ ଦୌଡୁ ନାହାନ୍ତି ଧର ତମେ ବି ଦୌଡୁଛ ହଁ ତମେ ବି ଦୌଡି ଦୌଡି ନମସ୍କାର ହବନି ନାଇଁ ସିଏ ଦୌଡିଲେ ନମସ୍କାର ହବନି ନା। କି ତମେ ଦୌଡି ଦୌଡି ନମସ୍କାର ହବନି କାଉଳିଆ ହେଇଯିବ ଧନଗର୍ବି ଧନଗର୍ବି ଲୋକଙ୍କୁ ନମସ୍କାର ହବନି ହବନି ଦେବାଳଏ ସଭା ମଧ୍ୟେ ଦେଉଳ ଭିତରେ ଦେଉଳ ଭିତରେ ଆପଣ ମାନେ କାହାକୁ ନମସ୍କାର ହେବେନି ନା ଦେଉଳରେ ଜଣେ ନମସ୍କାର ପାଇବା ପାଇଁ ଯୋଗ୍ୟ କିଏ ସେ କିଏ ଆଁ? ଦେବତା ଦେବତା ଦେବତାଙ୍କୁ ଛାଡିଦେଲେ ଦେଉଳରେ ଆଉ କାହାକୁ ନମସ୍କାର ହବନି କିନ୍ତୁ ହବ ଆଉ କାହାକୁ ଆଉ କାହାକୁ ପିତାମାତା ଗୁରୁ ଜନ ମନ୍ଦିରେ ମିଳିଲେ ସାଷ୍ଟାଙ୍ଗ ପ୍ରଣିପାତକୁ କର ତାଙ୍କୁ ଭଲେ ହୋ ଦେଉଳରେ ଆଉ କାହାକୁ ନମସ୍କାର ସିନା ହବନି ହଁ ବାପା ମା ଯଦି ପହଞ୍ଚିବେ ନମସ୍କାର ହବ ଗୁରୁ ନିଜର ଗୁରୁ ପହଞ୍ଚିଲେ ନମସ୍କାର ହବ କାରଣ କାରଣ ବାପା ମା ନଥିଲେ ହଁ ତମେ ଦେବତାଙ୍କୁ ଚିହ୍ନିଥାନ୍ତ ନା ନା ଗୁରୁ ନଥିଲେ ନା। ତମେ ଦେବତାଙ୍କ ପରିଚୟ ପାଇଥାନ୍ତ ନା ତେଣୁ ଇଏ 3 ଜଣଙ୍କୁ ଛାଡିଦେଲେ ହଁ ଦେଉଳ ଭିତରେ ଆଉ କାହାକୁ ନମସ୍କାର ହବନି ହବନି ଏଁ? ହଁ। ସଭା ମଧ୍ୟେ ସଭା ମଧ୍ୟେ ସଭା ଭିତରେ ହଁ
କାହାକୁ କେହି ନମସ୍କାର ହବନି। ହଁ ସେଠି ଜଣେ ନମସ୍କାର ପାଇବାର ଯୋଗ୍ୟ କିଏ? ସିଏ ହଉଛନ୍ତି ସଭାପତି। ସଭାପତି। ଆଁ? ହଁ ସଭାପତିଙ୍କୁ ଆପଣ ନମସ୍କାର କରିବେ, ହେଇ ଆଉ କାହାକୁ କରିବେନି। ନାଇଁ ନାଇଁ ଯଦି ଆଉ କାହାକୁ ଆପଣ ନମସ୍କାର କଲେ ତାହେଲେ ସଭାପତିଙ୍କ ଅପମାନ ହବ। ଭଗବାନ ହବ। ଆଁ? ହଁ କହିଲେ ସତୀ ସ୍ୱାମୀ ସେଦିନ ସଭାରେ ମୁଁ ଥିଲି ସଭାପତି। ଆପଣ ସଭାପତି ଥିଲେ? ହଁ ହଁ ହେଇଥିବ। କଣ ମୁଁ କଣ ନମସ୍କାର କରିଥାନ୍ତି? ନାଇଁ ଆଁ? ଠିକ କଥା। ମୁଁ ନମସ୍କାର କରିନଥାନ୍ତି, ନାଇଁ। କିନ୍ତୁ ତମ ବାପା ବୁଝିଲେନି। ହଁ ଖାଲି ସେତିକି ନୁହଁ, ଆଉ? କହିଲେ ମାତୃଭଗ୍ନି କନିଷ୍ଠା ମାତୁଳ ଶ୍ୱଶୁରସ୍ତୁ ବୟହୀନ ଇଏ ନମସ୍କାର ବିବର୍ଜିତ। କହିଲେ ମାତୃଭଗ୍ନି କନିଷ୍ଠା, ମାର ଭଉଣୀ, ଭଉଣୀ ମାଉସୀ। ମାଉସୀ ପୁତୁରା ଝିଆରୀ ମାଉସୀ କି ନମସ୍କାର ହବା କଥା। କଥା। କିନ୍ତୁ ଯଦି ହଁ ବାବୁ ମାଉସୀ ବୟସରେ ସାନ, ହଁ ନମସ୍କାର ହବନି। ନା ଖାଲି କହିବ ମାଉସୀ ହଁ ମୁଁ ଆସିଲି। ଆସିଲି। ମାତୃଭଗ୍ନି କନିଷ୍ଠା ହଁ ଖୁଲ୍ୟତାତସ୍ତୁ ମାତୁଳ। ମାତୁଳ ଖୁଲ୍ୟତାତ ପ୍ରିୟ କିଏ? ଦାଦା ଦାଦା ଓ ଦାଦା କକେଇ, କକା ଆପଣ ତାକୁ ନମସ୍କାର ହେବା କଥା। କଥା ପୁତୁରା ଝିଆରୀ ହଁ ଦାଦାଙ୍କୁ ବା କକେଇକି ନମସ୍କାର ହବା କଥା। କଥା ବାପାଙ୍କ ସାନ ଭାଇ ଯେ। ହଁ କିନ୍ତୁ ଯଦି ବୟସରେ ଦାଦା ବା କାକା ସାନ, ହଁ ନମସ୍କାର ହେବେନି। ସେଠି ନମସ୍କାର ହବନି। କହିବ ମୁଁ ଆସିଲି। ହଁ ହଁ ମାତୁଳ, ମାତୁଳ ମାତୁଳ ଅର୍ଥ ମାମୁଁ। ମାମୁଁ ମାମୁଁକୁ ନମସ୍କାର ହବା କଥା। ହଁ କିନ୍ତୁ ଭଣଜା ଭାଣେଜୀ, ହଁ କିନ୍ତୁ ମାମୁଁ ଯଦି ବୟସରେ ସାନ ସେଠି ନମସ୍କାର ହବ। ତାହେଲେ ସେଠି ନମସ୍କାର ହବନି। ହବନି। କହିବ ମାମୁଁ ମୁଁ ଆସିଲି। ମୁଁ ବର୍ତ୍ତମାନ ଏ ପୁଅ ହଁ ଶ୍ୱଶୁରସ୍ତୁ ବୟହୀନ। ହଁ ଏ ଶ୍ଲୋକଟା ପରେ ଲେଖା ହେଇଛି। ହଁ ଯେତେବେଳେ ଆମେ ଶ୍ୱଶୁରକୁ ତ ନମସ୍କାର ହବା କଥା ନୁହଁ, ହଁ କିନ୍ତୁ ଆଜିକାଲି ଦୁନିଆରେ ହଁ ଝିଅ ଦେଇକିରି ଯେତେବେଳେ ସିଏ ପୁଅଟିଏ ପାଇଲେ, ହଁ ଶ୍ୱଶୁରକୁ ଆମେ ନମସ୍କାର ହବାକୁ ପଡୁଛି। ହଁ ଆମେ ନମସ୍କାର ହଉଛେ। ହଁ ହଁ କାହିଁକି ବାପା ଭିତରେ ଗୋଟେ ଶ୍ୱଶୁର ବାପା ଅଛନ୍ତି, ଅଛନ୍ତି। ଆମେ ନମସ୍କାର ହଉଛେ। ହଁ ହେଲେ ମଧ୍ୟ ଯଦି ଶ୍ୱଶୁର ବୟସରେ ସାନ ହେବେ କାଠୁ ଜୋଇଁଠୁ, କଣ ହେଲା? ସ୍ୱାମୀ ସ୍ୱାମୀ ହୋ ସ୍ୱାମୀ, କି ଆଶ୍ଚର୍ଯ୍ୟ କଥା କହୁଛ ତମେ, ମୁଁ କିଛି ବୁଝିପାରୁନି। ହଁ ଆରେ ଶ୍ୱଶୁର କେମିତି ଜୋଇଁଠୁ ସାନ ହବ କହିଲ? ନାଇଁ ବାପା 16 ପ୍ରକାର ଅଛି, ବାପା 7 ପ୍ରକାର ଅଛି, ବାପା ହଉଛି 5 ପ୍ରକାର ଅଛି। ଜାଗାରେ କଣ ସେଇଟା? ଆପଣ ଶୁଣିବେ ଖାଲି, ମୁଁ ଆପଣଙ୍କ କଥା କହିବି, ଆଉ କାହାକୁ କହିବିନି। ଜନିତା ଚୋପନେତା ଚ ଜସ୍ତୁ ବିଦ୍ୟା ପ୍ରୟଚ୍ଛତି। ଜସ୍ତୁ ବିଦ୍ୟା ପ୍ରୟଚ୍ଛ ଅନ୍ନଦାତା ଭୟଦାତା ପଞ୍ଚୈତେ ପିତର ସ୍ମୃତଃ। ଆଉ ଗୋଟେ ଶୁଣିବ, କହିଲେ ଶ୍ୱଶୁରସ୍ତୁ ଜ୍ୟେଷ୍ଠ ଭ୍ରାତା ତଥୈବ ସର୍ବକର୍ଣ୍ଣିକା ଏତଦେବ ସମସ୍ତୁତେ ଅଷ୍ଟ ଭ୍ରାତ ପିତା ପ୍ରକୃତିତା। ଆଉ 16 ଶୁଣିବ। ଆଜି କଣ କହିଲ ସ୍ୱାମୀ କହିଲ? ଟିକେ ପଚାରିଲା ଆଉ ଗହଳି କେହି କରୁଥିବ। ଏ ପୁଅ ଧୀରେ 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 ଆଚ୍ଛା ହଉ 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 ହଉ। ନିରବରେ ଖାଲି କହୁଛନ୍ତି। ହ୍ୟାଲୋ ଧୀରେ ଧୀରେ। ଆଚ୍ଛା ଏ ପୁଅ କଣ କହିଲେ ସ୍ୱାମୀ? କଣ ବର୍ତ୍ତମାନ ବୟସରେ ହଁ ଯଦି ଶ୍ୱଶୁର ସାନ ହେଲା ହଁ ତାହେଲେ ନମସ୍କାର ହବନି। ଶ୍ୱଶୁର କେମିତି ବୟସରେ ସାନ ହେଲା? ଶ୍ୱଶୁର କେମିତି ବୟସରେ ସାନ ହବ? ଶ୍ୱଶୁର ବୟସରେ କେମିତି ସାନ? କୋଉଠି ହେଇଛି କହିଲ? ଶ୍ୱଶୁର କୋଉଠି ବୟସରେ ସାନ ହେଇଛି? ଏ ସତୀ, ହଁ ତମ ବାପା ହଁ ମୋଠୁ ବୟସରେ ସାନ। କଣ କହିଲେ ସ୍ୱାମୀ?
ତମ ବାପା ମୋଠୁ ବୟସରେ ସାନ। ମାନେ ମୋ ବାପା ହଁ ବୟସରେ ତମଠୁ ସାନ? ମୋଠୁ ସାନ। ହେ ଭଗବାନ, କହିଲେ ଦେଖି କେମିତି ସାନ, ମୁଁ କାହିଁ ଜାଣିପାରୁନି ତ। ଏ ବାପା ହଁ। ଜାଣିଛ କଣ? ବ୍ରହ୍ମା ବିଷ୍ଣୁ ମହେଶ୍ୱର। ବ୍ରହ୍ମା ବିଷ୍ଣୁ ମହେଶ୍ୱର। ହଁ ହଁ। ଏ ତିନି ଜଣ କଣ ସମାନ? ଏ ତିନି ଜଣ ସମାନ? ହଁ। ନାଇଁ କହୁନାହାନ୍ତି। ତିନି ଜଣ ଯାକ ସମାନ। କହିଲେ ତମ ଭାବରୁ ହେଲେ ଶିବ, ସତ୍ୱରୁ ବିଷ୍ଣୁଙ୍କ ଉଦ୍ଭବ। আরে ব্রহ্মা যে রজ ভাব বহি, ত্রিগুণে ত্রিদেবতা এহি। এহাঙ্কু এক করি দেখ, তেবে পাইব জ্ঞান সূত্র। তেবে পাইব জ্ঞান সূত্র। তেবে পাইব জ্ঞান সূত্র। କହିଲେ ତମ ଭାବରୁ ଶିବ, ଶିବ ସତ୍ୱ ଭାବରୁ ବିଷ୍ଣୁ, ବିଷ୍ଣୁ ରଜ ଭାବରୁ ବ୍ରହ୍ମା। ବ୍ରହ୍ମା ଏ ତିନି ସମାନ। ହଁ ଏହାଙ୍କୁ ଏକ କରି ଦେଖ, ତେବେ ପାଇବୁ ଜ୍ଞାନ ଜ୍ଞାନ ସୁଖ। ସୁଖ। ହଁ? ହଁ ଏ ପୁଅ, ହଁ ତେଣୁ ତମ ଜେଜଙ୍କ ନା ବ୍ରହ୍ମା, ହଁ। ମୁଁ ତାଙ୍କରି ବୟସର। ସ୍ୱାମୀ ଯଦି ମୁଁ ତମ ଜେଜଙ୍କ ବୟସର, ହଁ। ତମ ବାପା ମୋଠୁ ସାନ ନା ବଡ? ହେ ସ୍ୱାମୀ, ଆଁ? ତମେ କୋଉ କାଳର ଝିଅ? ହୁଁ। ସ୍ୱାମୀ ତମେ ମୋ ଜେଜ ସାଥିର? ହଁ ତମକୁ ଆମେ କାହିଁ ସ୍ୱାମୀ ଡାକିବି? ତମକୁ ଆଜିଠୁ ମୁଁ ଅଜା ଡାକିବି। ବସ। କୋଉ କାଳର ତମେ? ଏ ସତୀ, ହଁ। ତେଣୁ ତମେ ସେଠିକି ଯାଅ ନା। ସ୍ୱାମୀ ଆଁ? ମୁଁ ଯିବି। କହିଲେ ମୁଁ ଯିବି। ମୁଁ ଯିବି। ମୁଁ ଯିବି। ଯିବି। ଯେତେବେଳେ ମୁଁ ଯିବି ବୋଲି କହିଲେ, ହଁ ବିଚାରିଲେ ଶିବ, କହିଲେ ସତୀ ହଁ। ତମେ ଯାଅ ନା, ଭଲ ହବନି। ସେଠିକି ଗଲେ ଭଲ ହବନି ତମର। ତମ ବାପା ରାଗି, ଆଉ ତମେ ବି ରାଗି, ପ୍ରଳୟ ହେଇଯିବ। ସତୀ କହିଲେ ମୁଁ ଯିବି। ମୁଁ ଯିବି। କାହିଁକି ନା ଆପଣଙ୍କର ସମ୍ମାନ ମାଗିବା ପାଇଁ ଯିବି। ମୁଁ ବାପାଙ୍କ ଘରେ ଭୋଜି ଖାଇବା ପାଇଁ ଯିବିନି। ଏଇ କଥା କହି ଆଜି ବାହାରୁଛନ୍ତି କିଏ ନା ସତୀ। ଯେତେବେଳେ ସତୀ ଗଲେ, ଶିବ କଲେ କଣ? କହିଲେ ବିଚାରିଲେ ଶିବ ସତୀ ସେ ଜୀବ ନ ମାନିବ ମୋର ବାରଣକୁ। ନନ୍ଦୀ ଭୃଗୁଟିରେ ଆସିଥିଲେ ଘରେ, ଜୀବ ଚଳି ଦକ୍ଷ ମଖଠାଣ, ସତୀ ସଙ୍ଗତରେ ବିଚାରିଲେ ଶିବ ସତୀ ନିଶ୍ଚୟ ଯିବ, ନ ମାନିବ ମୋର ବାରଣକୁ। ମୋ ବାରଣ ଇଏ ମାନିବନି। ମାନିବନି ନା, ଇଏ ଯିବ କଥା ଯିବ। ଯିବ କିନ୍ତୁ ହଁ ଗୋଟାଏ କଥା, କଣ? ହେ ନନ୍ଦୀ ହଁ ଭୃକୁଟି, ହେ ଏ ଶିବ ଅନୁଚର ମାନେ, ତମେ ମୋ ସତୀ ସହିତ ଯାଅ। ଏ ଭୃକୁଟି କାଳେ କଣ ହବ, ହଁ ସେଠି ତମେ ତା ପାଖରେ ଥିବ। ଥିବ। ବସ। ବସ। ଏମାନେ ଗଲେ, ଯାଇ ପହଞ୍ଚିଲେ ହଁ କୋଉଠି କୋଉଠି? ନା ଦକ୍ଷ ଯଜ୍ଞ ନିକଟରେ। ହୁଁ ଯେତେବେଳେ ଦକ୍ଷଙ୍କ ନିକଟରେ ପହଞ୍ଚିଲେ, ଯଜ୍ଞ ଚାଲିଛି। ହଁ ଯଜ୍ଞ ଚାଲିଛି। କହିଲେ ଅଗ୍ରେ ବରୁଣ ପୂଜା ସାରିଲ, ଆରମ୍ଭ କଲେ କର୍ମ। ଆରମ୍ଭ କଲେ କର୍ମ, ଆରେ ଭଲା ଆରମ୍ଭ କଲେ ଭଲା। ଅଗ୍ନି ସ୍ଥାପନା କର୍ମେ ସେ ନାନା ବିଧାନେ କଲେ ଶ୍ରମ। ଆରେ ବିଧାନେ କଲେ ଶ୍ରମ, ଆରେ ଭଲା ବିଧାନେ
ସ୍ଥାପନା ହଉଛି ବାସ୍ ବରୁଣ ପୂଜା ଇତ୍ୟାଦି ସରି ଯାଇଛି ବରଣ ସରି ଯାଇଛି ପୂଜା ଚାଲିଛି ସତୀ କଣ ଚର୍ଚ୍ଚା ହେବାକୁ ଯାଇଛନ୍ତି ନା ମୁଁ କହୁନି ନା ଚର୍ଚ୍ଚା ହେବାକୁ ମୁଁ ତାଙ୍କ ଚର୍ଚ୍ଚା କଥା କହୁନି ନାଇଁ ନାଇଁ ତାକୁ ତ ନିଜ ମା ପଚାରିଲେନି ମା ପଚାରିଲେନି ନା ନା କହିଲେ ଅଙ୍ଗ କୁଶଳ କାନ୍ତ ମଙ୍ଗଳ ବାର୍ତ୍ତା ବୁଝିଲେ ନାହିଁ ବାର୍ତ୍ତା ବୁଝିଲେ ନାହିଁ ଆରେ ଭଲ ବାର୍ତ୍ତା ବୁଝିଲେ ନାହିଁ ବାବୁରେ ତମ ଅଙ୍ଗ କୁଶଳ ଅଛି କାନ୍ତ ମଙ୍ଗଳ ସ୍ୱାମୀର ମଙ୍ଗଳ ଅଛି ଏ କଥାକୁ ପଚାରିଲେନି ନାଇଁ ନାଇଁ ଅଙ୍ଘ୍ରି ଖେଳନ ନିମିତ ବନ ଦାନ ନ ଦେଲେ କେହି ଦାନ ନ ଦେଲେ କେହି ଆରେ ଭଲ ଦାନ ନ ଦେଲେ କେହି ଅଙ୍ଘ୍ରି ପାଦ ଧୋଇବା ପାଇଁ ପାଣି ଟିକେ ଦେଲେନି ପାଣି ଟୋପେ ଦେଲେନି ସେଥିପାଇଁ ସତୀଙ୍କର ଦୁଃଖ ନାହିଁ ନା ଯାଇ ଛିଡା ହେଲେ ଐଶାନ୍ୟ କୋଣରେ ମହାଶୟ କ୍ଷମା କରିବେ ପୁରୋହିତ ମହାଶୟ ଐଶାନ୍ୟ କୋଣକୁ ଗଲେ ଦେଖିଲେ ସତୀ ରୁଦ୍ରମଣ୍ଡଳ ଐଶାନ୍ୟ କୋଣରେ ପଡିବା କଥା ପଡିନି ନା କହିଲେ ଅରୁଦ୍ର ଭାଗମ ତମ ବିକ୍ଷତା ଧର ବିଖ୍ୟାତ ଦେବ କୃତ ହେଳନ ବିଭଉ ଯଜ୍ଞ ସଦସ୍ୟ ଅଧୀଶ୍ୱରୀ ଚୁପଲୋକା ନିବଧକ୍ଷନ୍ତି ରୁଷାହା ଅରୁଦ୍ର ଭାଗମ ଐଶାନ୍ୟ କୋଣରେ ରୁଦ୍ର ଭାଗ ନାହିଁ ନାହିଁ ସତୀଙ୍କ ଲକ୍ଷ୍ୟ ପଡିଗଲା ତମ ବିକ୍ଷତାଧ୍ୱରମ୍ ଯେତେବେଳେ ଦେଖିଦେଲେ ତାଙ୍କ ବିକ୍ଷ ଅବିକ୍ଷ ତାଙ୍କ ଅବିକ୍ଷ ଦେଖିଲେନି ଶିବଙ୍କ ଭାଗ ଦେଖିଲେନି ନା କଣ ହେଲା କଣ ଅଧର ଅଧରଟାକୁ ଚିପି ଦେଲେ ଦାନ୍ତରେ କାମୁଡି ଦେଲେ ଆଖି ଲାଲ ହେଇଗଲା କିଛି ନ କହି ବାପାଙ୍କ ପାଖକୁ ଆସିଲେ ବାପାଙ୍କୁ ମୁଣ୍ଡିଆ ମାରିଲେ କିଏ ତୁ ବାବା ତମେ ମତେ ଚିହ୍ନି ପାରୁନ ଆରେ ମୁଁ କଣ ସମସ୍ତଙ୍କୁ ଚିହ୍ନୁଛି ମୁଁ ପୁରା ତମ ସାନ ଝିଅ ସତୀ ଓହୋ ମୋ ଝିଅ ସତୀ ଆଉ ତ ନାହିଁ କଣ ମୋ ଝିଅ ମରିଗଲାଣି ବାପା ମୁଁ ପୁରା ସେଇ ଝିଅ ତମର ସତୀ ମୁଁ ତ ଜାଣିଛି ମୋ ସତୀ तार ध्वंस होई जानी मो झील सत्य मरी जाइछि कोउ दिन जानिचो कोउ दिन अकुड़ा अघरा मद्यप संगते बापा जो दिन मो झील को शिव को बाहाघर करदेले से दिन टू जानिली मो झीलटा मरी गला ताको समुद्र में फोपाड़ी देइछि बाबा मु गाधेई पड़ी बाबा तमे कोन ध हे जाइछि बाबा
କଣ ଏମିତି କଥାବାର୍ତ୍ତା କରୁଛ ମତେ ମତେ ଜାଣିପାରୁନି ଓ ମତେ କଣ ଏମିତି ତୁ କଥା ଜାଣିଛୁ ମୋ ଝିଅକୁ ମୁଁ ବେଶୀ ଭଲ ପାଏ ହଁ ସେଇଥିପାଇଁ ହଁ ତୁ ମୋ ଝିଅ ନାଁ ନେଇକିରି ଆସିଛୁ ତମ ଝିଅ ନାଁ ନେବି ତୁ କାହିଁକି ମୋ ଝିଅ ସତୀ ନୁହଁ ବାପା ତୁ ଗୋଟେ କାଙ୍ଗାଳର ସ୍ତ୍ରୀ ବାପା ଦେଖ କାଙ୍ଗାଳ ଭୋଜନ ଦିଆଯାଉଛି ସେଠି ଗଣ୍ଡେ ଖାଇବୁ ତୋ କାଙ୍ଗାଳ ସ୍ୱାମୀ ପାଇଁ ଗଣ୍ଡେ ନେଇକିରି ଯିବୁ। ଆଉ ଏପଟେ ଲୁଗା ଦିଆଯାଉଛି ହଁ କେତେ ଦିନ ତ ତୋ ସ୍ୱାମୀ ଲୁଗା ପିନ୍ଧୁନି ବାବା ତା ପାଖରେ ପଇସା ନାହିଁ ବାବା ତତେ ବି ଖଣ୍ଡେ ପିନ୍ଧିବା ପାଇଁ ବାବା। ଦଉନଥିବ ଆରେ ତତେ ପିନ୍ଧିବା ପାଇଁ ଦଉନଥିବ ବାବା ଏଠି ଲୁଗା ବଣ୍ଟା ହଉଛି ବାବା ଲୁଗା ନବୁ ହଁ ତୋ କାଙ୍ଗାଳ ସ୍ୱାମୀ ପାଇଁ ଖଣ୍ଡେ ଲୁଗା ନବୁ ବାପା ବାବା ହୁଁ? କଣ ତୁମେ କହିଲ କାଙ୍ଗାଳ ଭୋଜନ ଚାଲିଛି ହଁ ସେଠି ଖାଇବି ହଁ ଏପଟେ ଲୁଗାପଟା ବଣ୍ଟା ହଉଛି ହଁ ମୁଁ ନେବି ହଁ ମୁଁ ନେବି ହଁ ମୁଁ ନେବି ହଁ ପରା କହିଲି ବାଡି ପଡା ବାପା ରଥ ଏଇଠି କହିଲେ ସତୀ କହିଲେ ବାପା ସନ୍ଥ ତୁଳସୀ କହନ୍ତି କହିଲେ ସନ୍ଥ ଶମ୍ଭୁ ଶ୍ରୀପତି ଅପବାଦା ସନ୍ଥ ଶମ୍ଭୁ ଶ୍ରୀପତି ଅପବାଦା ଶୁନିୟ ଜହନ୍ତା ଶିବର ଜାଦା କାଟିୟତା ସୁଜୀବ ନବସାଇ ଭବନ ମୁଦିନତ ଜଲିୟ ପରାଇ ବାବୁ ହଁ ସନ୍ଥ ଶମ୍ଭୁ ଶ୍ରୀପତି ଅପବାଦ ସନ୍ଥ ଅର୍ଥ ଯେ ସାଧୁ ସାଧୁ ଶମ୍ଭୁ ଶିବ ଶ୍ରୀପତି ବିଷ୍ଣୁ ବିଷ୍ଣୁ ଏ ତିନିଙ୍କର କେବେ ନିନ୍ଦା କରିବନି ନା ଆକୁ ଯିଏ କଲା ହଁ ତାକୁ କାନରେ ଶୁଣିବନି ନା ବାବୁରେ ହଁ। କରିବ କଣ କଣ ଯିଏ ନିନ୍ଦା କଲା ଏଇ କାଟିଅ ତା ସୁଜିଭ ଜବସାଇ ବାଃ 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 ଯିଏ ଜିଭରେ ହୁଁ ସାଧୁଙ୍କର ଶିବଙ୍କର ହଁ ବିଷ୍ଣୁଙ୍କର ନିନ୍ଦା କଲା ବାସ୍ ତା ଜିଭଟାକୁ ଭିଡି ଆଣିକିରି କାଟିଦବ କାଟିଦବ ଯଦି ନ ପାରିବ କଣ କରିବ ତମଠୁ ବଳୁଆ ହେଇଥିବ କଣ କରିବ କଣ ନା ଶ୍ରବଣ ମୁଦିନ ତ ଚଲିଅ ପରାଇ କାନରେ କାନରେ ଆଙ୍ଗୁଠି ଦେଇ ହଁ। ସେ କଥାକୁ ନ ଶୁଣି ହଁ। ସେ ସ୍ଥାନ ତ୍ୟାଗ କରିବ ବାପା ହଁ ମୁଁ ନାଇଁ କାନ ମୁଜି ପାରୁଛି ନା କହିବେ ଚମଟ ଦେ ନା ନାରାୟଣ ବାବୁ ଲଲାଟ ଆଜ୍ଞା ଆଜ୍ଞା ପାଳିଆଙ୍କର ଆଜ୍ଞା 5 ଜଣଙ୍କର ହଁ ହଉ ଆଜ୍ଞା କାଳେ ତୁ ଏକୁଟିଆ ନେଇଯିବୁ କହିଦେଲି ନାଇଁ ଆଜ୍ଞା ହରିବୋଲଟା ଦେଇ ଦିଅନ୍ତୁ ଏ ପୁଅ ହଁ ହଁ ମଉସାଙ୍କର ନାଁଟା ଶଙ୍କର ଆଜ୍ଞା ଶଙ୍କର ସାରେ ଏଇ ଶଙ୍କର ସାରଙ୍କର ସର୍ବସ୍ୱିନୀ କାଳେ ମଙ୍ଗଳ ଧ୍ୟାନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ ଏ ଦୋଷ ତ ନିଶ୍ଚୟ ରହିବ ହଁ ଏ ପୁଅ ହଁ ଆଜି କହିଲେ କାନ ମୁଜିକିରି ପଳେଇ ଯାଉଛି ନାଇଁ ବାପା ତମ ଜିଭ କାଟି ପାରୁଛି ନା ନା କାନ ମୁଜିକିରି ପଳେଇ ଯାଉଛି କାହିଁକି ଯାଇପାରୁନି କାହିଁକି ରହିପାରୁନି କାହିଁକି? ସଂସ୍କୃତ ଭାଗବତରେ ବ୍ୟାସ କହିଲେ କଣ କହିଲେ? ତଦାତମତ ବର୍ଣ୍ଣମିଦଂ କଳେବର ନଭାରଇଷ୍ୟ ସିତି କଣ୍ଠ କର୍ଣ୍ଣ ଦଗ୍ଧସ୍ୟ ମହାନ୍ତି ବିଶେଷ ମନ୍ଧୋଷ ଯୁଗୁପ୍ସିତସ୍ୟ ଧରଣଂ ପ୍ରଚକ୍ଷତେ ବାବୁରେ ତଦା ତବତ୍ପର୍ଣ୍ଣ ଇଦಂ କଳେବର ବାପା ଆପଣଙ୍କ ଠାରୁ ତବ ଉତ୍ପନ୍ନ ଇଦମ କଳେବର ଆପଣଙ୍କ ଠାରୁ ଏ ଶରୀରଟା ଜନ୍ମ ହେଇଛି ନ ଧାରଇଷ୍ୟେ ସିତିକଣ୍ଠ ଗର୍ହିଣ ଆଉ ଏ ଶରୀର ଶିବଙ୍କ ପାଇଁ ନୁହଁ ଆଉ ସେ ଗ୍ରହଣ କରିବେନି କାହିଁକି ଆପଣ ଜଣେ ଶିବ ନିନ୍ଦକ ମୁଁ ଆପଣଙ୍କ ଜିଭ କାଟି ପାରୁନି କି କାନ ମୁଜିକି ତାଙ୍କ ପାଖକୁ ଯାଇପାରୁନି କାରଣ ଏ ଶରୀରଟା ସମ୍ପୂର୍ଣ୍ଣ ପାପରେ ପୂର୍ଣ୍ଣ ହେଇଯାଇଛି ଆପଣ ଶିବ ନିନ୍ଦକ
ଆପଣଙ୍କ ରକ୍ତରେ ହଁ। ଏ ଶରୀର ତିଆରି। ଆଁ? ହଁ ବାବୁ ଚଣ୍ଡାଳର ଅନ୍ନ ଖାଇଲେ ମଣିଷ ପାପୀ ହୁଏ। ହଁ ଚଣ୍ଡାଳ ଅନ୍ନ ଗୁଣ ପଳେଇଲେ ମଣିଷ ପବିତ୍ର ହୁଏ। ହଁ କିନ୍ତୁ ଏ ଶରୀରଟା କଣ ମୋର ପଳେଇବ? ନା ତେଣୁ ମୁଁ ଆଉ ଶିବଙ୍କ ପାଖକୁ ଯାଇପାରିବିନି। ପାରିବିନି। କଲେ କଣ କଣ? ବାବୁରେ ହଁ ଏଇ ଅଗ୍ନି କୁଣ୍ଡରେ ହଁ ହଁ ଡେଇଁ ପଡିଲା ସତୀ। ଯେତେବେଳେ ଡେଇଁ ପଡିଲେ ହଁ ଅଗ୍ନି ଲିଭିଗଲା। ବାବା ମା ସତୀଙ୍କି ପୋଡିଲାନି। ନା ସତୀ ବଞ୍ଚିଗଲେ। ହେଇ ବସିଲେ ନିଜେ ବସିଲେ ଯୋଗାନ ଯୋଗାସନରେ ବସି ହୁଁ। ପ୍ରାଣାୟାମ ଦ୍ଵାରା ହଁ ନିଜର ପ୍ରାଣ ବିସର୍ଜନ କଲେ। କଲି ବାବୁ ହଁ ପ୍ରାଣ ବିସର୍ଜନ କରିବା ପରେ ପରେ ନାରଦଙ୍କ ଦ୍ଵାରା ହଁ ଶିବ ଜାଣିଲେ ହଁ ଯେ ସତ୍ୟ ଆଉ ନାହାନ୍ତି। ନା ରାଗିଗଲେ। ତାଙ୍କ ଆଖି ଆଗରେ ଛିଡା ହେଲା ବୀରଭଦ୍ର। ବାବୁରେ ଯେତେବେଳେ ବୀରଭଦ୍ର ଛିଡା ହେଲା କହିଲେ ବୀରଭଦ୍ର ଆଜ୍ଞା ଅଦ୍ୟ ଦକ୍ଷ ପ୍ରଜାପତି କି ମାର ପ୍ରଜାପତି କି ମାର ଅବିଳମ୍ବେ ତା ଜାଗ ନାଶ କର। ଅବିଳମ୍ବେ ରାଜା ଗନାଥ କର। କହିଲେ ଆଜି ଯାଇ ଦକ୍ଷ ପ୍ରଜାପତି କି ମାରେ 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 ତା ଜାଗ ନାଶ କରେ। ହଁ ଆଁ? ହଁ ବାବୁରେ ଆଜ୍ଞା। ଯେମିତି ଏତିକି ଶୁଣିଲା ହଁ ପଳେଇଲା କିଏ ନା ବୀରଭଦ୍ର ହଁ। ଯାଇ ପହଞ୍ଚିଲା। ହଁ ଦକ୍ଷଙ୍କର ଯଜ୍ଞ ନଷ୍ଟ କଲା। ହଁ ହଁ ଦକ୍ଷଙ୍କ ଶିରଟାକୁ କାଟିଦେଲା। ଆଁ? ହଁ କାଟିଦେଲା। ହେଇ। ଭୃଗୁ ଯେତେବେଳେ ଆସିଲେ ହଁ ଭୃଗୁଙ୍କ ଦାଢିଟାକୁ ଓପାଡ଼ି ଦେଲା। ପୁଷ୍ୟଣ ଋଷି ହଁ ଗୋଟାଏ ମୁଠି ଦେଲା। ତାଙ୍କର 32ଟା ଦାନ୍ତ ଝଡି ପଡିଲା। ଆଁ? ଗଲା ଆଉ ଏ ପୁଅ ଠିକ ସେତିକି ବେଳେ ହଁ ମୋର ଭାଇ ମାନେ ପହଞ୍ଚି ଗଲେଣି। ହଁ। ଆଉ ଅଧିକା ନଉନି। ନାଇଁ ସରିଲା ଆଁ? ହଁ ଏ କଥା ଦେଖି ହଁ ଶିବ ତାପରେ ପହଞ୍ଚିଲେ। ହଁ ଶିବଙ୍କୁ ଦେଖି ହଁ ମା ପ୍ରସୂତି ହଁ ତାଙ୍କୁ ଧ୍ୟାନ କଲେ, ଆହା ପୂଜା କଲେ, ହଁ। ଅର୍ଘ୍ୟ ବନ୍ଦାପନା କଲେ। ବାବା ଶିବ ଖୁସି ହେଇଗଲେ। ଆହା ଦେଖନ୍ତୁ ସେ ଯେତିକି ଜୋରେ ରାଗିକି ଯାଇଥିଲେ ଶାଶୁ ଯେତେବେଳେ ତାଙ୍କୁ ଅର୍ଚ୍ଚନା କଲେ ନା ସେ ସାଙ୍ଗେ ସାଙ୍ଗେ ଖୁସି ହେଇଗଲେ। ଥଣ୍ଡା ଦେଖନ୍ତୁ ଏ ହଉଛି ଜ୍ଞାନୀର ପରିଚୟ। ଆଁ? ତାଙ୍କ ନାଁ ଆଶୁତୋଷ। ଆହା ଆଶୁ ଅର୍ଥ ଶୀଘ୍ର। ଶୀଘ୍ର ସେ ଶୀଘ୍ର ସନ୍ତୋଷ ହୁଅନ୍ତି। ତାଙ୍କ ନାଁ ଆଶୁତୋଷ। ଆହା ଏଇଠି ମା କହିଲେ ପ୍ରସୂତି କହିଲେ ମୋ ଝିଅକୁ ଟିକେ ବଞ୍ଚେଇ ଦେ ପୁଅ। ହଁ ନା ନା ମୁଁ ତାକୁ ଆର ଜନ୍ମରେ ପାଇବି। ହଁ ସେ ପର୍ବତରାଜ କନ୍ୟା ହବ। ହବ ନା ତାର ହବ ପାର୍ବତୀ। ପାର୍ବତୀ ତା ପାଇଁ ଚିନ୍ତା କର ନା। ନା ଆପଣଙ୍କ ସ୍ୱାମୀ କି ବଞ୍ଚେଇ ଦଉଛି। ହଁ ଦକ୍ଷଙ୍କୁ ବଞ୍ଚେଇଲେ ଯେ ହେଲେ ପୁରାଣ କହିଲା ହଁ ଗୋଟା ଛେଳି ମୁଣ୍ଡ ଲଗେଇଦେଲେ। ହଁ ଆଜ୍ଞା ଛେଳି ମୁଣ୍ଡ ଲାଗିଛି। ନାଇଁ ଆଉ ଛେଳି ମୁଣ୍ଡ ଲାଗିଛି। ହଁ ଶାରଳା ଗଛ ଆଉ ରଖୁନଥିବେ, ବାଉଁଶ ପତ୍ର ଆଉ ରଖୁନଥିବେ। କଣ ମୁଁ ବା ଟିଭିରେ ଦେଖିଛି ଛେଳି ମୁଣ୍ଡ ଲାଗିଛି। ଏ ପୁଅ ହଁ ଯୋଉ ମୁଣ୍ଡ ଲାଗିବା କଥା ମଣିଷ ମୁଣ୍ଡ ଲାଗିଲା କିନ୍ତୁ ପୁରାଣ କହିଲା ତାକୁ ଛେଳି ମୁଣ୍ଡିଆ ବୋଲି କାହିଁକି କାହିଁକି ଛେଳି ମୁଣ୍ଡିଆ କହିଲା ପୁରାଣ? ନା ଛେଳିର ବୁଦ୍ଧି ନାହିଁ। ନା ୟାଙ୍କର ବି ବୁଦ୍ଧି ନାହିଁ ଦକ୍ଷଙ୍କର। ଛେଳିର ବୁଦ୍ଧି ନାହିଁ। ବାବୁ ହଁ ଛେଳିର ବୁଦ୍ଧି ଅଛି? ନା ଗୋଟାଏ ଛେଳି ଯଦି ଗାଡି ତଳେ ମରିଗଲା ହଁ ଆଉ ଗୋଟା ଭାବିବ କି ସେଇଟା ତ ମରିଗଲାଣି ମୁଁ ଟିକେ ରହିଯିବି। କିଲୋକୁ 800 ଟଙ୍କା ହେଲାଣି ବୁଦ୍ଧି ନଥାଉ। ଏ ପୁଅ ହଁ ଦକ୍ଷଙ୍କର ସେମିତି ବୁଦ୍ଧି ନାହିଁ। କେମିତି କେମିତି? ନା ନିଜ ଜୋଇଁ ଗୋଟା ସଭାପତି। ହଁ ଆପଣ ଚିନ୍ତା କରନ୍ତୁ ଆପଣଙ୍କ ପୁଅ ବିଚାରପତି ହେଇଥିବ। ହଁ ଆପଣ ମୁଦେଇ ମୁଦଲାରେ ଯାଇଥିବେ। ହଁ ଆପଣ ପୁଅକୁ ମୁଣ୍ଡିଆ ମାରିବେ ନମସ୍କାର ହେବେ ନା ପୁଅ ଆପଣଙ୍କୁ ନମସ୍କାର ହବ? ଆଁ? ବିଚାରପତି ଆସନରେ ବସିଛନ୍ତି ମାନେ ପୁଅ ଆପଣ ବାପ ହେଲେ ବି ନମସ୍କାର ହେବେ। ଯଦି ନହେଲେ ପୁଅ କିଛି ଭାବିବାର ଅଛି? ନା ପୁଅ କିଛି ଭାବିବନି। ବାପ ତ ଆଉ କଣ ଭାବିବ? ଆଁ? ହଁ କିନ୍ତୁ ଯଦି ବାପ କହିବ ମୋ ପୁଅ କାହିଁ ମତେ ନମସ୍କାର ହେଲାନି କୁହାଯିବ ସେ ବାପଟା ମୂର୍ଖ। ଠିକ ସେଇ ଭଳିଆ ସଭାପତି ଆସନରେ ଥିଲେ ଶିବ। ହଁ ପୁଅ ସିଏ ନମସ୍କାର ହେଇଥାନ୍ତେ
ନାଇଁ ହାଁ ନାଇଁ ଦକ୍ଷଙ୍କର ନମସ୍କାର ହବା କଥା ହଁ କିନ୍ତୁ ସିଏ କିଛି ଭାବି ନାହାନ୍ତି ଏଇ ନା ଶିବ ଭାବି ନାହାନ୍ତି ଏ କଥା ନା କିନ୍ତୁ ଦକ୍ଷ ଏ କଥା ଭାବିଥିବାରୁ ହଁ ତାଙ୍କଠି ବୁଦ୍ଧି ନାହିଁ ବୋଲି ପ୍ରମାଣ ହେଲା ହଁ ତେଣୁ ପୁରାଣ କହିଲା ସେଇଟା ତ ଛେଳି ମୁଣ୍ଡିଆ ଘେନ ସେଉ ଖେଳ ବିଦାୟ ମାଗିବ ଏବେ ଶରଦ ଅଧୀନ ସେ ଅଧୀନ କାଲି ଏତିକି ବେଳରେ ପୁଣି ଲଭିବେ ଦର୍ଶନ ସେ ଦର୍ଶନ ଗଲା ବେଳେ ଆପଣ ମାନଙ୍କୁ କରେ ନିବେଦନ ନିବେଦନ ହରି ବୋଲ ହୁଳ ହୁଳି କର ତାଳି ସନ ତେବେ ଏହି ପୀର ସଭା ହୋଇବ ଉତ୍ସବ କାହିଁ ହରିବୋଲ ହୁଳ ହୁଳି କିଛି ନାହିଁ ଟିକେ ଖଣ୍ଡିଆ ଖଣ୍ଡିଆ ହଉଛି ଆଁ ଅଳ୍ପ ଅଳ୍ପ ହଉଛି ହଉ ହରିବୋଲ ହୁଳ ହୁଳି ଏବେ କର ତାଳି ଯିବ ଯେଉଁ ପରି ପୀର ସଭା ଉଛୁଳି ଜନ ଶରଣ ରକ୍ଷଣ ମହାବାବୁ ଆନନ୍ଦ ସାଗରେ ପୀର ଦରବାରେ ହରିବୋଲ ହୁଳ ହୁଳି ଦିଅ ବିଶ୍ୱ ଦୁଃଖ ଯାଉ Hello.